ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ଗୋପଲୀଳା ତ୍ରୟୋଦଶ ଅଧ୍ୟାୟ ଅଘାସୁର ବଧ। ଶ୍ରୀଶୁକ ଉବାଚ। କହନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ କୃଷ୍ଣ ରସ ଗୋପନଗରେ ଶିରରଙ୍ଗ ଖେଳନ୍ତି କୁମାରଙ୍କ ସଙ୍ଗ ଦିନ ହରନ୍ତି ବୃନ୍ଦାବନେ ଘରେ ମିଳନ୍ତି ରାତ୍ର ମାନେ ଏମନ୍ତେ ବୃନ୍ଦାବନ କେଳି ରାମ ଗୋବିନ୍ଦ ବନମାଳି ଦିନେ ଯେ ପ୍ରଭୁ ଦେବରାଜ ରାତ୍ରରୁ ତେଜିଲେ ସେ ଶଯ୍ୟା ରଜନୀ ଅଛି ବେନି ଘଡ଼ି ମୁରାରୀ ନିଦ୍ରାକୁ ଯେ ଛାଡ଼ି ମାତାଙ୍କୁ ଡାକି ବନମାଳି ଭୟରେ କଲେନି ଉଛାଳି ଆଜ ମୁଁ ଯିବି ବନ ଭରେ ଅନ୍ନ ପୁଡ଼ାଏ ଦିଅ ମୋରେ ଦଇବେ ନିଗାତର କାଳେ ଖରା ଲାଗନ୍ତେ ବହେ ଝାଳ ଶୀତଳ ବେଳୁ ଯିବୁ ବନ ଅନ୍ନ ତୁ ଦିଅ ଗୋ ବହନ ଶୁଣି ଆନନ୍ଦ ନନ୍ଦରାଣୀ ଅନ୍ନ ବାଢ଼ିଲେ ଘରୁ ଆଣି ନାନା ବ୍ୟଞ୍ଜନ ଗୁଡ଼ ଦଧି ପୁଡ଼ା ଗୋଟିଏ ଦେଲେ ବାନ୍ଧି ଶିକାରେ ଘେନି ଅନ୍ନ ପୁଡ଼ା ବେତ କାହାଳି ପାଦ ଯୋଡ଼ା ଛନ୍ଦ ଦୌଡ଼ି କାନ୍ଦେ ଘେନି ଗୋବିନ୍ଦ କଲେ ସିଂହା ଧ୍ୱନି ଗୋପ କୁମର ଥିଲେ ଶୋଭା କନେ ଶୁଭିଲା ନାଦ ଗୋପ କୁମରେ ଥିଲେ ଶୋଇ କନେ ଶୁଭିଲା ନାଦ ଯାଇ ଯେ ଯାହା ନାମ ଧରି ଡାକି ବାଳକେ ଶୟନ ଉପେକ୍ଷୀ ନନ୍ଦର ଦ୍ୱାରେ ଯାଇ ମିଳି ଦେଖିଲେ ରାମ ବନମାଳି ଦେଖି ବୋଇଲେ ଦେବରାଜ ଏହି ପ୍ରକାରେ ହୁଅ ସଜ ପୁଣି ମିଳିଲେ ଯେ ଜାଗରେ ଅନ୍ନ ଘେନିଲେ ବାମ କରେ ବେଣୁ କାହାଳି ସିଂହା ଗାତେ ବାଛୁରୀ ଘେନିଲେ ବହୁତେ ମୁରଲି ବଜାଇ ତୁରିତେ ବାହାର ହୋଇ ଯେଝା ମତେ ଅନ୍ତ କରିବି କେତେ ମୁହିଁ ବାଛୁରୀ ଗଣନା ନ ଯାଇ ଯେଝା ବାଛୁରୀ ଯୁଥ ପଛେ ଚାଲନ୍ତି ଗୋପୀନାଥ ସମସ୍ତେ କରୁଣ୍ଡ ହୋଇ ନାଚନ୍ତି ସିଂହା ବେଣୁ ବାଇ ଖେମଟା ବେରୁ କରତାଳି ମଧ୍ୟେ ନାଚନ୍ତି ବନମାଳି ମଣି ଯେ ମୁକ୍ତା କର୍ଣ୍ଣ ଫୁଲ ନୂପୁର କଙ୍କଣ ଅମୂଲ୍ୟ କଟି ମେଖଳା ରତ୍ନ ଛନ୍ଦି ଶିରରେ ଗୁଞ୍ଜ ଫଳ ବାନ୍ଧି ମୟୂର ପୁଚ୍ଛ ଚୂଳ ଶିଖେ କନେ ଖୋସିଲେ ନୀଳ ପୁଷ୍ପେ ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି ପଇତା ଛନ୍ଦେ ପୁଷ୍ପମାଳି କଙ୍କଣ ନୂପୁର ଶବଦେ ନାଚନ୍ତି ଏକୁଆର ବାଦେ କେ କାହା ଅନ୍ନପୁଡ଼ା ବଳେ ନେଇ ଲୁଚନ୍ତି ବୃକ୍ଷ ତଳେ କେ କାନ୍ଦି କୃଷ୍ଣଙ୍କୁ କହନ୍ତି ଆଜ୍ଞା ପ୍ରମାଣେ ଆଣି ଦିଅନ୍ତି ଏକବାର କେ ପଣ କରି ଗୋଡ଼ାଇ ଛୁଅନ୍ତି ମୁରାରୀ କାହାର ନାମ ଧରି ବେଗେ ଦୂରୁ ଡାକନ୍ତି ବେଣୁ ନାଦେ ଶୁକ କୋକିଳ ନାଦ ଶୁଣି ଗୋପ କୁମର ତାହା ଭଣି ପକ୍ଷୀ ଉଡ଼ନ୍ତେ ତାହା ଦେଖି ଧାମନ୍ତି ବାଛୁରୀ ଉପେକ୍ଷୀ ଦେଖି ମୟୂର ହଂସ ଚାଲି ସୁତେ ଚାଲନ୍ତି ପେଲାପେଲି ବକର ତୁଲେ ଯାଇ ବସି ଭେକଙ୍କ ତୁଲେ ଯାଇ ଭାସି ବାନର ପୁଅଙ୍କୁ ଧରନ୍ତି ଖେଳାଇ ପୁଣି ଛାଡ଼ି ଦିଅନ୍ତି ଯେ ସେ ଯାଇ ଉଠନ୍ତି ବୃକ୍ଷରେ ପତ୍ରରେ ଲୁଚନ୍ତି କାତରେ ସୁତେ ହୁଅନ୍ତି ସେହି ମତେ ଡାକନ୍ତି ପ୍ରଭୁ ଗୋପୀନାଥ ଆପଣା ଛାଇ ଦେଖି ଜଳେ ହସନ୍ତି ନାନା କୁତହଳେ ଏମନ୍ତ ଗୋବିନ୍ଦର ମେଳେ ବାଳକ ନାନା କୁତହଳେ ଅଶେଷ ଜନ୍ମ ପୁଣ୍ୟ କରି ନିକଟେ ପାଇଲେ ମୁରାରୀ କେ କହୁ ତାଙ୍କର ଫଳ ବେଦ ନ ଜାଣେ ଆଦି ମୂଳ ଅନେକ ଯଜ୍ଞ ତପେ ବନ୍ଦୀ ମନ ପବନ କୃଷ୍ଣ ଛନ୍ଦି ଜ୍ଞାନୀ ଚିନ୍ତନ୍ତି ଯୋଗ ବଳେ ସେ ଖେଳେ ଗୋପାଳଙ୍କ ମେଳେ ମନୁଷ୍ୟ ଦେହେ ମଞ୍ଚେ ବହି କେପାରେ ତାଙ୍କ ପୁଣ୍ୟ କହି ଯାହାର ପାଦରଜ ପାଇ ଆନନ୍ଦେ ଶଙ୍କର ନାଚଇ ସେହି ଗୋପାଳ ସଙ୍ଗେ ଜଣେ ଯା କାମ ଚାରି ବେଦ ବଣେ ଏମନ୍ତ ଶୁଣ ନରନାଥ ଆଘା ନାମକେ ଏକ ଦୈତ୍ୟ କଂସର ମିତ୍ରପଣ ହୋଇ ମିଳିଲା ବୃନ୍ଦାବନେ ଯାଇ ବୃକ୍ଷର ଉହାଡ଼େ ବସିଲା ଗୋପାଳ ପୁଅଙ୍କୁ ଚାହିଁଲା ମଧ୍ୟ ଦେଖିଲା ଭଗବାନ ହୃଦୟରେ ଶ୍ରୀବତ୍ସର ଚିହ୍ନ କହଇ ମୋହର ବୈରୀ ବେନି ସୋଦର ଅଛି ମାରି କଂସକୁ କରିବ ଏ ନାଶ ଯାଦବ ଏହାର ବିଶ୍ୱାସ ନିଶ୍ଚୟ ରିପୁ ଏ ମୋହର ମାରିଛି ବେନି ସହୋଦର ପୁତନା ଭଗିନୀ ମୋହର ମୋ ଜ୍ୟେଷ୍ଠ ଭ୍ରାତ ବକାସୁର ସୋଦର ଜଳ ତୀର ଦେଇ ଆଜ ଧରିବହିଁ ମୁହିଁ କୃଷ୍ଣ ବାଛୁରୀ ପୁଅ ଗୋପ ପୁଏ ମତେ ଦିଶନ୍ତି ତିଳ ପ୍ରାୟେ ଜିହ୍ୱା ମୋହର ତମ୍ବା ପାତ୍ରୀ କୁଶ ମୋହର ଦନ୍ତପନ୍ତି ଖର ନିଶ୍ୱାସ ମନ୍ତ୍ର ସ୍ୱରେ ଅର୍ପଣ କରିବି ଉଦରେ ଗୋପେ ମିଳିବି ରାତ୍ର ଯାଇ ଗିଳିବି କେତେ ଜନ୍ତୁ ଗାଇ ତେବେ ହୋଇବ ମନ ସ୍ଥିର ଆକାଶେ ବସିବେ ସୋଦର ପୁଣି ବିଚାରୁ ଅଛି ରହି ଗୋକୁଳେ ମୋର କାର୍ଯ୍ୟ ନାହିଁ ବାଳକ ବାଛୁରୀ ସଙ୍ଗତେ ଏବନେ ଗିଳିବି ଜୁକତେ ପୁଅକୁ ଅନାଇଣ ମାଏ ଭାଳିଣ ମରିବ ଥୋକାଏ ଏମନ୍ତ ସାଧିବି ମୁଁ ବୈରୀ ଗିଳିବି ସର୍ପ ରୂପ ଧରି
ନିଶ୍ଚୟ କଲା ହିମତ ଅସୁର ଅତି ବଳବନ୍ତ, ଯାହାର ନାମ ଦେବ ଡରି ଆକାଶେ ଉଡୁଥାନ୍ତି ହୁରି ଡରି ଆକାଶେ ପଡୁଥାଏ ହୁରି। ଅମୃତ ଖାଇଦେବ ଗଣ ଚାହାନ୍ତି ଅସୁର ମରଣ, ଯେବେ ମରିବ ଘାସୁର ଆକାଶେ ଆମ୍ଭେ ହେବୁ ସ୍ଥିର। ବ୍ରହ୍ମା ଡାକନ୍ତି ନିରନ୍ତର ଶୂନ୍ୟ କମ୍ପଇ, ମୁନିବର ହୋଇଲା ଅଜଗର ରୂପୀ ଯୋଜନ ଦେହ ବ୍ୟାପୀ ପୂର୍ବ ଦିଗକୁ ମୁଖ କଲା, ସ୍ୱଭାବେ ତୁଣ୍ଡ ବିସ୍ତାରିଲା। ଉପର ପାଟି କଲା ମେଘେ ଆବର ଅଷ୍ଟ ମହାଭାଗେ, ଜିହ୍ୱା ବୁଲାଇ ଅନ୍ତରାଳ ଦନ୍ତ ଦିଶଇ ଗିରିମାଳ। ତୁଣ୍ଡ ଦିଶଇ ଅନ୍ଧକାର ବିଷ ପବନ ଖରତର, ପଶ୍ଚିମେ ଦିଗେ ଯାନ୍ତି ଚଳି ଗୋରୁ ଗୋପାଳ ବନମାଳି। ମାୟାରେ ଦୈତ୍ୟ ମୁଖ ଲାଗେ ପୁଏ ମିଳିଲେ ଆସି ବେଗେ, ଖର ପବନ ବହେ ଶ୍ୱାସ ଦେହେ ଲାଗନ୍ତେ ବଡ଼ ତ୍ରାସ। ଚକିତେ ଚାରି ଦିଗ ଚାହିଁ କହନ୍ତି ଏ କୁଆରେ ଚାହିଁ, କିଏ ଭାଙ୍ଗିଲା ଗିରିଖଣ୍ଡ ବିସ୍ତାର କରିଅଛି ତୁଣ୍ଡ। କେବଲେ ମେଘ କାମ ରୂପୀ ଭୂମି ଗଗନେ ଅଛି ବ୍ୟାପୀ, କେବଲେ ସର୍ପର ସ୍ୱରୂପ ଅରୁଣ ବେନି ପାଟି ଦେଖ। ଆମିଷ ପ୍ରାୟ ଅତି ଗନ୍ଧ ରୁକ୍ଷ ପବନ ମନ୍ଦ ମନ୍ଦ, କେବଲେ ପୋଡୁଅଛି ବନ ଜନ୍ତୁ ଯେ ହୋଇଲେ ଦହନ। ତେଣୁ ଆମିଷ ଗନ୍ଧ ଦେଖି ଏହାକୁ ଭଲେ ହେଁ ନିରେଖି, ବାମ ଦକ୍ଷିଣ ଜିହ୍ୱା ଜାଳି ପୋଛିଲା ବାଟ ପ୍ରାୟ ଛଳି। ଜାଣିଲି ସର୍ପର ଶରୀର ମରଣ ହୋଇଲା ଆମ୍ବର, ଥୋକେ କହନ୍ତି କିମ୍ବା ଡର ଆମ୍ବର କୃଷ୍ଣ ବଳିଆର। ଯେବେ ଆମ୍ବକୁ ଇଳିବ ବକାର ପ୍ରାୟ ନାଶ ଯିବ, ହସିଲେ କରତାଳି ମାରି ଅଡ଼ାଇଲେ ବାଛୁରୀ। କେବଲେ ଆଗେ ହୋ ନ ପଶ ନିକଟେ ନାହିଁ ପିତବାସ, ଚାହିଁଲେ ପ୍ରଭୁ ବହୁ ଦୂରେ ଡାକନ୍ତି କୃଷ୍ଣ ଆସ କରେ। ଡାକନ୍ତି ଦେବ ଚକ୍ରଧର ନ ପଶ ଅସୁର ଉଦର, ଦଇବେ ସକଳ ପଶିଲେ ସକଳେ ଯେମନ୍ତ ବାଛୁରୀ ଗୋପାଳେ। ଡାକନ୍ତି ରହ ରହ ସ୍ନେହେ କୃଷ୍ଣ ଧାଇଁଲେ ମାୟା ମୋହେ, ତୁଣ୍ଡ ନିକଟେ ଚକ୍ରଧର ଦେଖି ବିଚାରଇ ଅସୁର। ଏହାର ନାମ ବାସୁଦେବ, ଯେ କଂସକୁ ସଂହାରିବ ଗର୍ଭେ ପଶିଲେ। ମୋର ଯେତେ ବୈରୀ ନୁହନ୍ତି ଏ ସମସ୍ତେ, ମୋର ସୋଦର ସଂହାରୀ ବିଶେଷ କଂସର ବୈରୀ। ଗର୍ଭେ ପଶିବ ଯେତେବେଳେ ପାଡ଼ିବି ଅବହେଳେ, ହରି ଜାଣନ୍ତି ତାର ମନ ବିଚାର କଲେ ଭଗବାନ। ଯେବେ ନ ପଶିବଇ ମୋହି ବସା ବାଳକ, ଆଉ ନାଇଁ ଅସୁର ଉଦରେ ଅନଳ ତୃଣ ପ୍ରାୟକ ବସା ବାଳେ। କି ବୁଦ୍ଧି କରିବଇ ଆଜ ହେଳାରେ ହରାଇବି କାର୍ଯ୍ୟ, କେମନ୍ତ ମରିବ ଅସୁର ବାଳକେ ହୋଇବେ ବାହାର। କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି ଅସୁର ନପାଡ଼ଇ ପାଟି, ଦେବେ ଦେଖନ୍ତି ଶୂନ୍ୟ ରହି ତୁଣ୍ଡେ ପଶିଲେ ଭାବଗ୍ରାହୀ। ଦେବେ କରନ୍ତି ହାହାକାର ପାଟି ପାଡ଼ିଲା ଅଘାସୁର, ଅସୁର ହୋଇଲା ଆନନ୍ଦ ସାଧୁଙ୍କୁ ହୋଇଲା ବିଷାଦ। ସର୍ପ ଉଦରେ ଭଗବାନ ଜାଣିଲେ ଦାନବର ମନ, ଦାସବତ୍ସଳ ନନ୍ଦ ବଳା ରୁଧିଲେ ଦାନବର ଗୋଳା। ଗିଳି ନ ପାରି ସେ ଦୈତ୍ୟ ଶବ୍ଦ କଲା ଗର୍ଭଗତ, ପ୍ରାଣ ହୋଇଲା ଛଟପଟ କୃଷ୍ଣ ରଖିଲେ କଣ୍ଠ ତଟ। ଆକୁଳ ହୋଇ ମହାକାଏ କଣ୍ଠେ ବଢିଲେ ଦେବରାଏ, ବଢ଼ନ୍ତେ ଗୋବିନ୍ଦ ଶରୀର ତାଳୁ ଫାଟିଲା ଦାତିକାର। ପ୍ରାଣ ଗମିଲା ଶୂନ୍ୟ ପଥେ କୃଷ୍ଣ ପଶିଲେ ଗର୍ଭଗତେ, ଅଘାର ଜୀବ ଯିବା କାଳେ ବାଳକ ବସା ସବୁ ମଲେ। ଚାହିଁଲେ ଅମିୟ ଲୋଚନ ସକଳ ପାଇଲେ ଜୀବନ, ଗର୍ଭ ଭିତରେ ଯେତେ ଥିଲେ କୃଷ୍ଣଙ୍କୁ ସମସ୍ତେ ଦେଖିଲେ। କୃଷ୍ଣ ବୋଇଲେ ବସା ଘେନି ବାହାର ହୁଅ ଏଇ କ୍ଷଣି, ଉପରେ ଦେଖି ତାକୁ ତାଳୁ ଦ୍ୱାର ଗୋପାଳ ହୋଇଲେ ବାହାର। ଆଗେ ବାଛୁରୀ କଲେ ପାରି ପଛେ ରହିଲେ ନରହରି, ଦେଖିଲେ ଗର୍ଭେ କେହି ନାହିଁ ବାହାର ହେଲେ ଭାବଗ୍ରାହୀ। ଅଘା ଜୀବନ ଶୂନ୍ୟ ଗଲା ପୁଣି ଲେଉଟି ନ ଆଇଲା, ତହୁଁ ବାହାର ବ୍ରହ୍ମ ରାଶି କଳା ମେଘରୁ ଯେନେ ଶଶୀ। ଜୀବନ ଲେଉଟିଲା ବେଗ ତେଜ ବିରାଜେ ଦଶ ଦିଗ, ସ୍ୱର୍ଗେ ଦେଖନ୍ତି ଦେବତାଏ ପଶିଲା ଗୋବିନ୍ଦର ଦେ। ଦେଖି ଚକିତ ତିନି ପୁର ଦେବେ କରନ୍ତି ଜୟକାର। କୁସୁମ ବରଷନ୍ତି ଆଣି ବ୍ରହ୍ମା ସନ୍ତୋଷ ସ୍ତୁତି ଭଣି, ନାଚନ୍ତି ଅପସରା ମାନେ ଗନ୍ଧର୍ବେ ବାଦ୍ୟ ନାଦ ଗାନେ। ଆକାଶେ କଲେ ଜୟ ଜୟ ଶୁଭିଲା ବହୁ ଲୋକ ପାଏ ଯାଏ, ବ୍ରହ୍ମାର ସମାଧି ଭାଜିଲା ବିମାନେ ବସି ବିଜେ କଲା। କୃଷ୍ଣଙ୍କୁ ଦେଖି ବୃନ୍ଦାବନେ ସ୍ତୁତି କରଇ ତୋଷ ମନେ, ହରି ମହିମା ମନେ ଗୁଣି ଚତୁର ମୁଖେ ବେଦ ଭଣି। ରାଜନ ଶୁଣ ସାବଧାନେ ସନ୍ଦେହ ନ କର ତୁ ମନେ, ମନୁଷ୍ୟ ଦେହ ଅବତାର 5 ବରଷେ ଚକ୍ରଧର। କେତେ ଦୈତ୍ୟ ସଂହାରିଲେ ଗୋପେ ଗୋବତ୍ସାଙ୍କୁ ତାରିଲେ। ଏମନ୍ତ ନ କରି ବିଚାର ଦେହେ ପଶିଲା ଅଘାସୁର ମିତ୍ର ବୈରୀ ନାହିଁ ତାର, ଭାବକୁ ଥାଇ ସନ୍ନିଧ
ଧୀର ଯାହାର ପାଦ ସେବା କରି ହେଲେ ତରନ୍ତି ଭବ ବାରି ଗୋପୀ ଗୋପାଳ ତାର ସଙ୍ଗେ ତରିଲେ ଭବ ଜଳୁ ରଙ୍ଗେ ଏକଥା ମାନ ଯେ କୌତୁକେ ହୁଏ କହିଲେ ବରଷକେ ଆଜ ମାରିଲେ ସର୍ପ ହରି ଶୁଣି ବିଷାଦ ନର ନାରୀ ଯମୁନା ତୀରେ ଅଘାନାଶ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟ ବୈୟାସିକା ଦଶମ ସ୍କନ୍ଧେ ବୃନ୍ଦାବନ ଗମନେ ଅଘାସୁର ବଧ ନାମ ତ୍ରୟୋଦଶୋଧ୍ୟାୟ।